ମଦ କଥା କହୁଛି ତ ମୁଁ ସିଆଡ଼େ ଯାଇନି ମଦକୁ ଛୁଇଁ ମିଛ କଥା କହନା ସତ କହ କେତେ ଲୋକଙ୍କୁ ଚାନ୍ଦା ଆଦାୟ କରୁଛୁ ଚାନ୍ଦା ମୁଁ ଚାନ୍ଦା ନେବି ଗୋଟେ ପୋଲିସ ଅଫିସର ଭାଇ ମୁଁ ପୁଣି ଚାନ୍ଦା ନେବି ପୁଣି ମିଛ କଥା କହିଲୁ ଆଉ ମିଛ କେତେବେଳେ କହିଲି ମୁଁ ପୁରା ମଦ ପିଇବିନି ବୋଲି ଆଉ ଚାନ୍ଦା ନେବିନି ବୋଲି ଆଉ ତୋ ଦେହ ଛୁଇଁବି ଆଉ ପୁଣି ମିଛ କାହିଁ କହିବୁ ହାତରେ କଣ ଅଛି ନାଇଁ କିଛି ନାହିଁ କଣ କିଛି ନାହିଁ ହାତ ଦେଖା ହାତ ଦେଖା ପୁରା କହୁଛି ଯଦି ହାତରେ କିଛି ଧରିନୁ ହାତ ପୁରା ପଛପଟକୁ ବନ୍ଧା ଅଛି କାହିଁକି ହାତ ଦେଖା ଆରେ ହାତ ଦେଖା ହାତରେ ପୁରା କିଛି ନଥିଲା ଏଇଟା କଣ କଥା କଣ ଜାଣିଥିଲ କାତି ମୁଁ ବଜାରକୁ ଯାଇଥିଲି ତ ଆଉ ବଜାରରୁ ଫେରିଲା ବେଳକୁ ନନା ତ ଦେଖା ହେଇଗଲା ଦେଖା ହେଇଗଲା ଅର୍ଜୁନ ଶୁଣ ବୁଝିମିତି ପାଖକୁ ଗଲି ମୋ ହାତରେ ତ ଗୋଟେ ପଏଣ୍ଟ ଧରେଇ ଦେଲା ତାପରେ ମୁଁ କିଛି ବାଟ ଆସିକି ପହଞ୍ଚିକି ନାହିଁ ହୋଟେଲ ଗଲା ଦେଖା ହେଲା ଅର୍ଜୁନ ଶୁଣ ତୋ ପାଖରେ ଟିକେ କାମ ଅଛି ମୁଁ ଯେମିତି ଗଲି କହିଲା ଜାଣିଛୁ ନା ମୁଁ ଆଜି ଇଲିଶି ଝୋଳ କରୁଛି ଆଉ ଇଲିଶି କଥା ଯେମିତି ଶୁଣୁଛି ମୁଁ ତ ସେଇଠୁ ପେଟେ ଖାଇଦେଇ ସିଧା ଆସୁଛି ଆଉ ପ୍ରାଚୀ ଜାଣିଛୁ ନା ତୋ ପାଇଁ ବି ଦେଇଛି 4 ପିସ୍ ଭାଇ କୁକୁର ରାଞ୍ଜା ସିଧା ହେଇଯିବ ପଛେ ହେଲେ ତ ପ୍ରକୃତି ବଦଳୁନି ଭାଇ ଚାନ୍ଦା ମାଗିବା ଅର୍ଥ ଭିକ ମାଗିବା ସବୁ ସମାନ ଏଇଟା ହଉଛି ତ ଭଉଣୀର ସମ୍ମାନ କଥା ପ୍ରଥମେ ତ ଚିନ୍ତାଧାରା ବଦଳ ହାତ ମତେ ଭିକ ମାଗିଲୁ ତତେ ଲଜ୍ଜା ଲାଗିଲାନି ରାତି ମୁଁ କାହିଁ ମାଗିବି କାହାକୁ ମୁଁ କାହାକୁ ମାଗିଛି କାହା ମାଗିଛି କହିଲା ସେ ତ ମତେ ଯାଚିକି ଦେଲେ ଯାଚିକି ଦଉଥିଲେ ତତେ ଦେଖ ଭାଇ ବାରବାର କହିଲେ ତୁ ମଦ ପିଇବା ଛାଡୁନୁ ତୁ ଯଦି ମଦ ପିଇବା ନ କରିବୁ ମୁଁ ଘରକୁ ଆସିବି ପ୍ରାଚୀ କଣ କହିଲୁ ଘରକୁ ଆସିବୁନି ନା ଆସିବିନି ତୁ ଯଦି ଘରକୁ ନ ଆସିବୁ ମୁଁ ବି ଆସିବିନି ରହିବୁ କୋଉଠି ତୁ ଯୋଉଠି ରହିବୁ ମୁଁ ସେଇଠି ରହିବି ମୁଁ ଥାନାରେ ରହିଯିବି ମୁଁ ବି ଥାନାରେ ରହିଯିବି ଭାଇ ମତେ ବିରକ୍ତ କଣ କହିଦଉଛି ଦେଖ ଭାଇ ବାରବାର କହିଲା ପରେ ତୁ ମତେ ରାସ୍ତାରେ କରୁଛୁ ତୁ ଯଦି ମତେ ରାସ୍ତାରେ କରିବୁ ମୁଁ ସତ କହୁଛି ମୁଁ ସୁଇସାଇଡ୍ କରିଦେବି ପ୍ରାଚୀ ତୁ ସୁଇସାଇଡ୍ କରିଦେବୁ ତୁ ଯଦି ସୁଇସାଇଡ୍ କରିଦେବୁ ମୁଁ ମନ୍ଦିରରେ କଣ କରିବି କହିଲୁ ବହୁଦିନ ବିଷ ପିଇ ମୁଁ ରାସ୍ତାରେ ଶୋଇବୁ କଥା ଏମିତି ଧମକି ତୁ ମୋ ମୁହଁ ବନ୍ଦ କରିଦେଇଛୁ ତେବେ ମୋ ମନ କଥା ବୁଝିବା ପାଇଁ ଚେଷ୍ଟା କରୁଛୁ ଭାଇ ଥରେ ତ ମନକୁ ପଚାରିଲୁ ଏତେବେଳେ ଦୁନିଆରେ ସବୁଠୁ ମୋର କିଏ ଅଛି ଅତ୍ୟନ୍ତ ମଦ ବି ଯଦି କିଛି ହେଇଯାଏ ମୁଁ ବଞ୍ଚିବି କେମିତି ବରଂ ମୁଁ ନାଇଁ ପ୍ରତି ହ୍ୟାଲୋ ତୁ କଣ ଭାବୁଛୁ ତୋ ଭାଇଟା ମଦ ପିଉଛୁ ବୋଲି ତା ପାଖରେ ମଣିଷ ପଣିଆ ନାହିଁ ଭାଇ ପ୍ରତି ତୁ ପରା ମୋର ଦିଟା ଆଖିକୁ ଛାଡ଼ି ମୁଁ କଣ କିଛି ଦେଖିପାରିବି ଆଖି ଦିଟା ପରା ସେଇ ଦିନକୁ ଚାହିଁ ରହିଛି କୋଉ ଦିନ ଫଗୁଣ ମାସ ହବ ମୋ ଘର ଅଗଣାରେ ବେଦୀ ବନ୍ଧା ହବ ଆଉ କମଳ ଦେଶର ରାଜକୁମାର ବର ବେଶ ସାଜି ମୋ ଘର ଅଗଣାରେ ଆସି ପହଞ୍ଚିବ ଆଉ ସେଇଦିନ ଦେଖିବୁ ତୋର ଭାଇର ଛାତିଟା ନା କୁଣ୍ଡେ ମୋଟେ ଯିବ ଦେଖିବୁ ଏଇ ଫଗୁଣରେ ବାଜିବ ବାଜା
ଠିକ ଅଛି ତ? ଠିକ ଟାଇମରେ ଔଷଧ ଖାଉଛୁ ତ? ପାଠ ତମେ କାନ୍ଦୁଛ କଣ ହେଇଛି? କଣ ହେଇଛି ପାଠ? କୁହ କଣ ହେଇଛି? ଗୀତାକୁ ଦୁଷ୍କର୍ମ କରାଯାଇଛି। ନାଇଁ ଗୀତା ଇଣ୍ଟରଭ୍ୟୁ ଦବାକୁ ଯାଇଥିଲା ଆଉ ତାପରେ